ଆଜ୍ଞା କି ବାଳ ପସନ୍ଦ ପଚାରୁଛୁ? ଆଜ୍ଞା ମୋ ମୁଣ୍ଡ ଅଧା ଖରାପ ହେଲାଣି। ତୁ ମାଆକୁ ପଚାରୁନୁ ତୋ ବୋପା ଯେତେବେଳେ ଗେଉଥିଲା ସେତେବେଳେ ମାନେ ଗଣ୍ଠି ପଡ଼ୁଥିଲା ନା ନାଇଁ? ଆଜ୍ଞା କୁକୁରକୁ ମଣିଷକୁ ଆଜ୍ଞା ସବୁ ସମାନ କରିଦେଉଛୁ। ଆଜ୍ଞା ତୁ ମା କିନ୍ ଜନ୍ମ କରିଥିଲା ରେ ମା ଆଜ୍ଞା। ଆଜ୍ଞା ମୋ ଇନଷ୍ଟାଗ୍ରାମ ଖୋଲୁ ଖୋଲୁ ତୋ ଭିଡ଼ିଓ ଆଜ୍ଞା ମୋ ପାଖକୁ ଆଉଛି। ଆଜ୍ଞା ଏ କଥା ଶୁଣିକିରି ଆଜ୍ଞା ଟେନସନ୍ ହେଇଗଲାଣି ମୁଁ। ଆଜ୍ଞା ଶଳା ସେ ମୋବାଇଲ ଫୋବାଇଲ ଆଜ୍ଞା ଧରିବାକୁ ଇଚ୍ଛା ହଉନି। ଅନ୍ୟ କାହାର ଭିଡ଼ିଓ ଆଇଲେ ଦେଖିବା ପାଇଁ ଟିକେ ଇଚ୍ଛା ହେଉଛି। ଆଜ୍ଞା ତୋ କଥା ଶୁଣିକିରି ଆଜ୍ଞା ମୋର ଅଧା ଟେନସନ୍ ହେଇଗଲାଣି। ଆଜ୍ଞା ତୋ ବୋଉକୁ ପଚାରୁନୁ ଥରେ ତୋ ବୋପା ଯେତେବେଳେ ଗେଉଥିଲା ତୋ ବୋଉକୁ ଆଜ୍ଞା ଗଣ୍ଠି ପଡ଼ୁଥିଲା ନା ନାଇଁ? ଆଜ୍ଞା କାହିଁ ଏମିତି ହଉଛ ରେ ମା ଆଜ୍ଞା? ବିଆ ଚୋଡ଼ିର ପିଲା। ଆଚ୍ଛା ये ब्रह्मांड रे ଯେତେ ବି ସବୁ मेल आ फीमेल रहिले ଯେତେବେଳେ फिजिकल हुଅନ୍ତି ସେମାନେ ସବୁ नॉर्मल ଭାବରେ ହେଇଯାଏ। ତାହେଲେ କୁକୁର ଯେତେବେଳେ फिजिकल हुଅନ୍ତି ସେମାନେ ଲକ୍ କାହିଁକି ହେଇଯାନ୍ତି? Why? What is the reason?